ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କର କିଛି ଅଭ୍ୟାସ ଆପଣଙ୍କୁ ଦରିଦ୍ର କରିଥାଏ। ଭୌତିକ ଜୀବନରେ ଯିଏ ଧନର ସଠିକ୍ ଉପଯୋଗ କରିଥାଏ ସେ ଧନବାନ ହୋଇଥାଏ। ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି ତେବେ ଏହାକୁ ବଦଳାଇ ଦିଅନ୍ତୁ। ଚାଲନ୍ତୁ ଜାଣିବା ଘରେ ଦାରିଦ୍ର୍ୟ ଆସିବାର କାରଣ ବିଷୟରେ। ସକାଳୁ ଡେରିରେ ଉଠିବା। ଆଜିକାଲିର ଆଧୁନିକ ଦିନଚର୍ଯ୍ୟାକୁ ଆପଣାଉଥିବା ଲୋକମାନେ ରାତିରେ ଜଲ୍ଦି ନ ଶୋଇ ସକାଳେ ଅଧିକ ସମୟ ଶୋଇ ରହିଥାନ୍ତି। ଶାସ୍ତ୍ରରେ ଏମିତି ଅଭ୍ୟାସକୁ ଭୁଲ ବୋଲି କୁହାଯାଇଛି। ଏମିତି କରିବା ଦ୍ୱାରା ଚନ୍ଦ୍ରଗ୍ରହ ଅଶୁଭ ଫଳ ଦେଇଥାଏ। ଏହାଦ୍ୱାରା ମାନସିକ ଅଶାନ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ। ସକାଳେ ଜଲ୍ଦି ଉଠିବା ଦ୍ୱାରା ମନୁଷ୍ୟର ଦିମାଗରେ ନୂଆ ନୂଆ ବିଚାର ଆସିଥାଏ ଯାହା ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଡେରିରେ ଉଠିଥାଏ ସେ ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଧନର ଅଭାବ ଲାଗି ରହିଥାଏ। ଶେଯ ଉପରେ ବସି ଖାଇବା। କେତେକ ଲୋକଙ୍କର ଅଭ୍ୟାସ ହୋଇଥାଏ କି ସକାଳେ ଓ ସନ୍ଧ୍ୟାରେ ସେମାନେ ଶେଯ ଉପରେ ବସି ଖାଦ୍ୟ ଖାଇଥାନ୍ତି। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଥାନ୍ତି ଯାହାଦ୍ୱାରା ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିଥାଏ। ଖାଲି ବାଲ୍ଟି। ବାଥରୁମରେ ଖାଲି ବାଲ୍ଟି ରଖିବା ଦ୍ୱାରା ନକାରାତ୍ମକ ଉର୍ଜାର ବାସ ହୋଇଥାଏ। ଯଦି ବାଲ୍ଟିରେ ପାଣି ନ ରହୁଛି ତେବେ ଖାଲି ମଧ୍ୟ ରଖନ୍ତୁ ନାହିଁ, ବାଲ୍ଟିକୁ ଓଲଟାଇ ରଖନ୍ତୁ। ଅଇଁଠା ବାସନ। କେବେ ବି ରାତିରେ ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁ ନାହିଁ। ରୋଷେଇ ଘରେ ଅଇଁଠା ବାସନ ରଖିଲେ ରୋଷେଇ ଘର ଅପରିଷ୍କାର ହୋଇଥାଏ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଥାନ୍ତି। ଏହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ଯେତେ ବି ପରିଶ୍ରମ କଲେ କେବେ ବି ଧନ ଅଣ୍ଟିବ ନାହିଁ। ଘୋଷାଡ଼ି ଘୋଷାଡ଼ି ଚାଲିବା। କେତେକ ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ଚାଲିଲା ବେଳେ ଗୋଡ଼ ଘୋଷାଡ଼ି ଘୋଷାଡ଼ି ଚାଲନ୍ତି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ବ୍ୟକ୍ତିର ଏମିତି ଅଭ୍ୟାସ ଭୁଲ ଅଟେ। ଏହାଦ୍ୱାରା ଆପଣଙ୍କର ବୈବାହିକ ଜୀବନରେ ଅଶୁଭ ପ୍ରଭାବ ପଡ଼ିଥାଏ। ଏହା ସହିତ ବହୁତ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ ଓ ଘର ଦରିଦ୍ରତାର ବାସ ହୋଇଥାଏ। ମହିଳାଙ୍କର ଅସମ୍ମାନ କରିବା। ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକ ମହିଳାମାନଙ୍କର ଅପମାନ କରିଥାଏ ଏବଂ ନିଜ ସ୍ତ୍ରୀକୁ ସମ୍ମାନ ଦେଇନଥାଏ ସେହି ଘରେ ମା ଲକ୍ଷ୍ମୀ କେବେ ହେଲେ ରହିନଥାନ୍ତି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ପଇସା ରହୁ ତେବେ ମହିଳାମାନଙ୍କୁ ସମ୍ମାନ ଦିଅନ୍ତୁ। ଯେଉଁ ଘରେ ସ୍ତ୍ରୀମାନେ ପ୍ରସନ୍ନ ରହିନଥାନ୍ତି, ଯେଉଁ ସ୍ତ୍ରୀମାନଙ୍କର କଥା ବାହାରକୁ ଯାଇଥାଏ ତେବେ ସେହି ଘରେ ଦୁଃଖର କେବେ କମି ହୋଇନଥାଏ। ନଳରୁ ପାଣି ବୋହିବା। ଘରେ ନଳରୁ ପାଣି ବୋହିବା ସୁଖ ସମୃଦ୍ଧିର ରାସ୍ତାରେ ବାଧା ସୃଷ୍ଟି କରିଥାଏ। ଶାସ୍ତ୍ର ଅନୁସାରେ ନଳର ପାଣି ବୋହିବା ଧନହାନିର ସଂକେତ ଦେଇଥାଏ। ଆଙ୍ଗୁଠି ଚାଟିବା। କେତେକ ଲୋକଙ୍କର ଆଙ୍ଗୁଳି ଚାଟିବାର ଅଭ୍ୟାସ ରହିଥାଏ। ମାନ୍ୟତା ଅନୁସାରେ ଏହାଦ୍ୱାରା ଆୟୁ କମ୍ ହେବା ସଙ୍ଗେ ସଙ୍ଗେ ଘରେ ଦାରିଦ୍ର୍ୟତା ଆସିଥାଏ। ଅପଶବ୍ଦ କହିବା। ଯେଉଁ ଲୋକ ଅନ୍ୟ ବିଷୟରେ ଅପଶବ୍ଦ କହିଥାଏ ବା ଅପମାନ କରିଥାଏ ତେବେ ସେହି ଲୋକଙ୍କ ପାଖରେ ପଇସା ରହିନଥାଏ। ଏମିତି ଅନ୍ୟର ଅପମାନ କରୁଥିବା ଲୋକ ଯଦି ଧନୀ ହୋଇଥାଏ ତେବେ ତାଙ୍କର ଖରାପ ଅଭ୍ୟାସ କାରଣରୁ ସେମାନେ କାଙ୍ଗାଳ ହୋଇଯାଆନ୍ତି। ଅହଙ୍କାର ଏବଂ ଧୋକବାଜ ଏମିତି ଅଭ୍ୟାସ ହୋଇଥାଏ ଯାହା ବ୍ୟକ୍ତିକୁ ବର୍ବାଦ କରି ଛାଡ଼ିଦିଏ। ଥାଳିରେ ଖାଦ୍ୟ ବଳକା ଛାଡ଼ିବା। ଶାସ୍ତ୍ରରେ କୁହାଯାଇଛି ଆମେ ଅନ୍ନର ଅପମାନ କରିବା ଉଚିତ ନୁହେଁ। ଥାଳିରେ ଖାଦ୍ୟ ଛାଡ଼ିବା ଅର୍ଥ ଅନ୍ନର ଅପମାନ କରିବା। ତେଣୁ ଥାଳିରେ ଏତିକି ଖାଦ୍ୟ ନେବା ଦରକାର ଯେମିତି ଆପଣ ଖାଇପାରିବେ। ଅକାରଣରେ ଖାଦ୍ୟକୁ ନଷ୍ଟ କରିବାର ମାନେ ହେଉଛି କାଙ୍ଗାଳକୁ ଆମନ୍ତ୍ରଣ କରିବା। ଏହି କାର୍ଯ୍ୟରେ ମା ଲକ୍ଷ୍ମୀ ରାଗିଥାନ୍ତି। ବଡ଼ ଲୋକଙ୍କର ଅପମାନ। ଶାସ୍ତ୍ର ଏବଂ ପୁରାଣରେ କୁହାଯାଇଛି ଯେଉଁ ଘରେ ବଡ଼ ଲୋକଙ୍କର ସମ୍ମାନ କରାଯାଏ ନାହିଁ ଏବଂ ରାସ୍ତାରେ ଯାଉଥିବା ବୟସ୍କ ଲୋକଙ୍କୁ ଅପମାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ନାହିଁ। ଏହା ସହିତ ବଡ଼ ଲୋକଙ୍କୁ ଗୁରୁଙ୍କର ସ୍ୱରୂପ ମନାଯାଇଥାଏ। ସେହି ଘରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ବଡ଼ ଲୋକଙ୍କୁ ସମ୍ମାନ କରିବା ଦ୍ୱାରା
ଦେବୀ ଦେବତା ଖୁସି ହୋଇଥାନ୍ତି। ହାତରେ ଲୁଣ ଦେବା। ଏମିତି ମାନ୍ୟତା ଅଛି ଯେ ଲୁଣ ଘରର ନକାରାତ୍ମକ ଉର୍ଜାକୁ ଅବଶୋଷିତ କରିଥାଏ। ଆପଣ ଯଦି କାହାକୁ ଲୁଣ ଦେଉଛନ୍ତି ତେବେ ହାତରେ ଦିଅନ୍ତୁନି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଇଥାଏ। ଯେତେବେଳେ ଆପଣ କାହାକୁ ଲୁଣ ଦେଉଛନ୍ତି ତେବେ କୌଣସି ପାତ୍ରରେ ଦିଅନ୍ତୁ। ନିଶା କରିବା। ଯେଉଁ ବ୍ୟକ୍ତି ନିଶା କରିଥାଏ ତାହା ଘରେ କେବେ ଲକ୍ଷ୍ମୀ ମା ବାସ କରିନଥାନ୍ତି। ଏମିତି ଘରେ ଦାରିଦ୍ର୍ୟତା ମାଡ଼ି ବସିଥାଏ। ନିଶା କରିବା ଦ୍ୱାରା ଆୟୁ କମ୍ ହୋଇଥାଏ। ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ରାହୁର ବିପରୀତ ପ୍ରଭାବ ପଡ଼ିଥାଏ। ସଫାସୁତୁରା। ଘର ସଫାସୁତୁରା କରିବା ସହିତ ବାଥରୁମକୁ ବି ସଫାସୁତୁରା ରଖିବା ଆବଶ୍ୟକ। ଲୋକେ ଏମିତି କରନ୍ତି, ଗାଧୋଇ ଆସିବା ପରେ ବାଥରୁମକୁ ମଇଳା ଛାଡ଼ି ଦିଅନ୍ତି। ଏମିତି କରିବା ଦ୍ୱାରା ଚନ୍ଦ୍ରଗ୍ରହର ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଯେଉଁ ଘରେ ବିସ୍ତାର ସଜା ହୋଇ ରହିନଥାଏ ସେଠାକୁ ରାହୁର ଅଶୁଭ ଫଳ ଦେଖିବାକୁ ମିଳିଥାଏ। ବିସ୍ତାର ଠିକ୍ ନ ହେବା ଦ୍ୱାରା ବ୍ୟକ୍ତିର ଦିନଚର୍ଯ୍ୟା ଉପରେ ପ୍ରଭାବ ପକାଇଥାଏ। ଏମିତି କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେବା ସହିତ ସେହି ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ। ଚିଲେଇକି କଥା କହିବା। କେବେ ବି ଚିଲେଇକି କଥା କହିବା ଉଚିତ ନୁହେଁ। ଆଉ କ୍ରୋଧକୁ ବି ଶାନ୍ତ ରଖିବା ଦରକାର। ଚିଲେଇକି କଥା କହିବା ଦ୍ୱାରା ଶନି ଗ୍ରହର ଅଶୁଭ ପ୍ରଭାବ ପଡ଼ିଥାଏ। ତେଣୁ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟକୁ ପୂରା କରନ୍ତୁ। ଫାଲତୁ କଥାଠାରୁ ଦୂରେଇ ରୁହନ୍ତୁ। ଏମିତି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ରହିଥାନ୍ତି। ଖରାପ ଏବଂ ମଇଳା ପୋଷାକ ପିନ୍ଧିବା। ଯେଉଁ ଲୋକ ସଫାସୁତୁରା ରହିବା ପାଇଁ ପସନ୍ଦ କରନ୍ତି ନାହିଁ ସର୍ବଦା ଗରିବତା ଭିତରେ ବୁଡ଼ି ରହିଥାନ୍ତି। ଯେଉଁ ଲୋକ ନିୟମିତ ରୂପରେ ଗାଧାନ୍ତି ନାହିଁ ଏବଂ ଦାନ୍ତ ସଫା ମଧ୍ୟ କରନ୍ତି ନାହିଁ ଏବଂ ମଇଳା ପୋଷାକ ପିନ୍ଧନ୍ତି, ଘରଦ୍ୱାର ପରିଷ୍କାର ରଖନ୍ତି ନାହିଁ, ତାଙ୍କର ପୂରା ଜୀବନରେ ରୋଗରେ ପଇସା ଖର୍ଚ୍ଚ ହୋଇଥାଏ। ଅନ୍ୟର କମି ବାହାର କରୁଥିବା ଲୋକ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ଲୋକ ଅନ୍ୟର ଚୁଗଲି କରନ୍ତି, ଅନ୍ୟର କମି ବାହାର କରନ୍ତି, ସେହି ଲୋକ ଉପରେ ମା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି। ଅନ୍ୟର ଉପରେ ବିନା କାରଣରେ ରାଗିବା ବା ଚିଲେଇବା ଦ୍ୱାରା ସେହି ଘରେ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଦରକାରଠାରୁ ଅଧିକ ଖାଉଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦରକାରଠାରୁ ଅଧିକ ଖାଉଥିବା ବ୍ୟକ୍ତି କେବେ ବି ଧନବାନ ହୋଇପାରି ନଥାଏ। ତା ସହିତ ଦରକାରରୁ ଅଧିକା ଖାଉଥିଲେ ବ୍ୟକ୍ତିର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ନଖ କାମୁଡ଼ିବା। ନଖ କାମୁଡ଼ିବା ଆତ୍ମବିଶ୍ୱାସକୁ କମ୍ କରିବା ସଂକେତ ହୋଇଥାଏ। ତା ସହିତ ଏହି ଖରାପ ଅଭ୍ୟାସ କେତେଗୁଡ଼ିକ ରୋଗକୁ ଆମନ୍ତ୍ରଣ କରିଥାଏ। ଜ୍ୟୋତିଷ ଅନୁସାରେ ନଖ ଚୋବାଇବାର ଅଭ୍ୟାସ ବର୍ବାଦ ଏବଂ କାଙ୍ଗାଳ କରିଦେଇଥାଏ। ଜୋତା ଚପଲ ଅବ୍ୟବସ୍ଥିତ ରଖିବା। ଯେଉଁ ଲୋକ ଜୋତା ଚପଲ ବ୍ୟବସ୍ଥିତ ରଖିନଥାଏ ତାଙ୍କୁ ନିଜ କାମ କାର୍ଯ୍ୟରେ କାରବାର ଉପର ତଳର ସାମ୍ନା କରିବାକୁ ପଡ଼ିଥାଏ। ଖାସ୍ କରି ଘରର ମୁଖ୍ୟଦ୍ୱାର ନିକଟରେ ଚପଲ ଜୋତା ରଖିବା ଅନୁଚିତ। ଜୋତା ଚପଲ ଇଆଡ଼େ ସିଆଡ଼େ ରଖିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି, ଯାହା ଘରେ ଦାରିଦ୍ର୍ୟତା ଆସିଥାଏ। ଖରାପ ଲୋକଙ୍କ ସାଙ୍ଗ ହେବା। ଯଦି ଆପଣ ଖରାପ ଲୋକଙ୍କ ସହ ସାଙ୍ଗ ହେଉଛନ୍ତି, ବସା ଉଠା କରୁଛନ୍ତି, ତେବେ ଚାଣକ୍ୟ ନୀତି ଅନୁସାରେ ଏମିତି ଲୋକ କେବେ ଜୀବନରେ ସଫଳ ହୋଇନଥାନ୍ତି। ସେମାନେ ସର୍ବଦା ଗରିବ ଓ ଦାରିଦ୍ର୍ୟରେ ରହିଥାନ୍ତି। ଗୋଡ଼ ହଲାଇବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବସି ବସି ଗୋଡ଼ ହଲାଇବାକୁ ଅଶୁଭ ବୋଲି ମନାଯାଇଥାଏ। ଏମିତି କରିବା ଦ୍ୱାରା ବ୍ୟକ୍ତିର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାଦ୍ୱାରା କୁଣ୍ଡଳୀ ବି କମଜୋର ହୋଇଯାଇଥାଏ ଏବଂ ଘରେ ଦାରିଦ୍ର୍ୟତା ଆସିଥାଏ। ତେବେ ବନ୍ଧୁଗଣ, ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓଟିରେ ଲାଇକ୍ ନିଶ୍ଚିତ ଭାବରେ କରିବେ। ଆଜି ପାଇଁ ଏତିକି। ରହୁଛି। ନମସ୍କାର।